କ'ଣ ତୁମ ଆକାଶରୁ ଖସିଲ? ତୁମକେ ତୁ ଆକାଶରେ ତ ରହେ ଆଉ ସେ ଯେତେବେଳେ ପୃଥିବୀକି ଆସିବ ଯେଠୁ ଗୋଟେ କୀଟ ନେଇଯିବ। ଦେଖ କହୁଛି ତା ସ୍ୱାମୀ କି ମଉସା। ମନେ ପକା 15 ବର୍ଷ ତଳର କଥା। ସାବିତ୍ରୀ ଓଷା ହେଇଥାଏ। ମନେ ପକାଅ ତମ ପାଇଁ ମୁଁ 300 ଟଙ୍କାରେ ଗୋଟେ ଶାଢ଼ୀ ଆଣିଲି। ସେଥିରେ ତମ ମନ ବୁଝେଇ ଆଣି ମୋ ଉପରକୁ ଫୋପାଡ଼ିଲ। ଆଉ ତମ ପାଇଁ ମୁଁ 3000 ଟଙ୍କାର ଶାଢ଼ୀ ଯେତେବେଳେ ବଜାରକୁ ଗଲି ଆକ୍ସିଡେଣ୍ଟରେ ମୁଁ ପଙ୍ଗୁ ହେଇଗଲି। ଆଉ ମୁଁ ପଙ୍ଗୁ ହେଇଗଲା ପରେ ତମେ ମୋ ଅନୁପସ୍ଥିତିର ସୁଯୋଗ ନେଇ ମୋ ଘରେ ତମେ ନିଆଁ ଲଗେଇ ତମେ ଚାଲି ଆସିଲ। ତାପରେ ମୁଁ ଯେତେବେଳେ ଆସି ସେ ପୁରା ବଂଶ ମୋ ଫୁଲ ଚନ୍ଦନକୁ ମୁଁ ଖୋଜେ ତାଙ୍କର ପାଇଲି କେହି ଖଣ୍ଡ ଅସ୍ଥି। ସେଇଦିନଠାରୁ ମୁଁ ତମ ପଛରେ ଛାଡ଼ି କରିଲାଗିଲି। ମୋ ସଂସାରଟାକୁ ସବୁ ଜାଳିଦେଲ। ସେ ଅବିନାଶ ବାବୁଙ୍କ ବନ୍ଧଟାକୁ ବି ମାରିଦେଲ। ଏଥିରେ ମନ ଶାନ୍ତି ହେଲାନି ଯେ ଏଠି ବିବାହ କରିବା ପାଇଁ ପ୍ରସ୍ତାବ ରହୁଛ। କ୍ଷମା ଅରେ କୋଉ ଭଳିଆ କୀଟକୁ କ୍ଷମା କରିଦେଲେ ମୁଁ ଶାନ୍ତିରେ ରହିପାରିବିନି, ନର୍କକୁ ଯାଇପାରିବିନି। ତେଣୁ ତତେ ଆଜି ଯିବାକୁ ପଡ଼ିବ। ଜୀବନ ଚୌଧୁରୀ 18 ଘଣ୍ଟାଟାକୁ ତ କାଟିଦେଲି। ଆଉ ତୁ ବି ମନେ ରଖ, ତୁ ଯୋଉ କର୍ମ କରିଛୁ ତା ଫଳ ତତେ ନିଶ୍ଚୟ ଭୋଗିବାକୁ ପଡ଼ିବ। କାହିଁକିନା ତତେ ମାରିବା ପାଇଁ ଗୋପରେ ନାହିଁ। ବାହା ନ ହୋଇ ଆହା ହେଇଗଲ। କିରେ ବାଦଲ, କିରେ ତୋଫାନ, ଆରେ ଆସରେ ଆମେ ତ ମାଛକୁ ନେଇକି ଯିବ। ସେ ମାଛଟାକୁ ଭାଜି ସାରିଲାଣି ତ। ଏ ମାଛଟାକୁ ଉଠା, ଆଟାଟା ବି ସାଙ୍ଗରେ